ଥକି ପଡ଼ିକି ନଈ ପାଖରେ ଗୋଟେ ଗଛ ଥିଲା ଗଛ ଥିଲା ଯଦି ସେ ସେଇଠି ସେ ଗଛ ମୂଳରେ ଟିକେ ଶୋଇ ପଡ଼ିଲା। ସେ ଗଛରେ କିଏ ଥିଲା କଣ ଦେଖିଆ ମାଙ୍କଡ଼। ସେ ମାଙ୍କଡ଼ ଯୋଉ ଥିଲା ସେ ଦେଖିଲା ଥକି ପଡ଼ିଛି କୁମ୍ଭୀର ଦେଖିକି ସେଇ ଗଛରୁ ଗୋଟେ କୁଳି ନେଥା କୁଳି କୁମ୍ଭୀର ପାଖକୁ ପକେଇଦେଲା ହେଲା ଜାମ୍ବ କୁଳି କି କୁଳି ହେଲା ପକେଇଦେଲା ଯେମିତି କୁମ୍ଭୀରଟି ତାର ଉଠି ପଡ଼ି ଖାଇଲା ଯେମିତି ମିଠା ଲାଗିଲା ଯେ କହିଲା ସେଠୁ ମାଙ୍କଡ଼ ଭାଇ ହେଲା ମତେ ଆଉ ଦିଟା କୁଳି ଦିଅନି। ସେ ସେଠୁ ମାଙ୍କଡ଼ ସେଠୁ କୁଳି ପକେଇଲା। ମାଙ୍କଡ଼ର ବି ଆଗରୁ କେହି ସାଙ୍ଗ ନଥିଲେ। ସେ କୁମ୍ଭୀରକୁ ସଂଗାତ କଲା ହେଲା ସଂଗାତ କଲା ଯେମିତି ମାଙ୍କଡ଼ କୁମ୍ଭୀର ସଂଗାତ ହେଲେ। କୁମ୍ଭୀର ଡେଲି ଆସେ ସେଇ ଗଛ ମୂଳକୁ ଜାମୁକୁଳି ଗଛ ମୂଳକୁ କୁମ୍ଭୀର ଆସେ ଡେଲି ମାଙ୍କଡ଼ ଜାମୁକୁଳି ଦିଏ ହେଲା। ବୁଝିପାରୁଛ ସବୁ ମନେ ରଖୁଛ ମନେ ରଖୁଛ ନା ସବୁ? ହଉ ସେ ଜାମୁକୁଳି ଯଦି ଦିଏ ସବୁବେଳେ ଦିଏ ଦି ଜଣ ଖାଇଲେ। ଗୋଟେ କୁମ୍ଭୀର କହିଲା ସଂଗାତ ମୋ ସ୍ତ୍ରୀ ହଉଛୁ କିସ ଅଛି ଗର୍ଭବତୀ ଅଛି। ହଁ ଗର୍ଭବତୀ ଅଛି ଯଦି ମତେ କୁଳି ଆଉ ଏକ୍ସଟ୍ରା ଦିଟା ଦିଅ ଅଧିକା ଦିଟା ଦିଅ ମୁଁ ହଉଛି ମୋ ସ୍ତ୍ରୀ କି ନେଇକି ଦେମି ହେଲା ମିଠା କୁଳି ସେ ଟିକେ ଖାଇବ ହେଲା। ସେଉଠୁ ମାଙ୍କଡ଼ ଦେଲା କୁମ୍ଭୀର ତା ସ୍ତ୍ରୀ ପାଖକୁ ନେଇକି ଆସିଲା ପରେ କୁମ୍ଭୀରର ତା ସ୍ତ୍ରୀ ଖାଇକି କହିଲା କୁଳିଟା ତ ବଢିଆ ମିଠା ଲାଗୁଛି। ସେଉଠୁ କହିଲା ହଁ ମୋ ସଂଗାତ ମତେ ଦେଇଛନ୍ତି ତମେ ଖାଇବ ବୋଲିକି। ଯଦି ସେଇଠୁ କୁମ୍ଭୀରର ସ୍ତ୍ରୀ କହିଲା ଶୁଣ କୁମ୍ଭୀରର ସ୍ତ୍ରୀ ସେଉଠୁ କହିଲା ତମେ ଯଦି କୁଳି ଜାମୁକୁଳି ହଉଛି ଏତେ ମିଠା ତାହେଲେ କୁମ୍ଭୀର ତ ଡେଲି ଜାମୁକୁଳି ଖାଉଛି ଗଛରେ ଜାମୁକୁଳି ଖାଉଛି ନା ମାଙ୍କଡ଼ ହେଲା ତା କଲିଜା ତ ବହୁତ